ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଧୀନ ପାକଟିଆ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ଗୁମର ସାମ୍ନାକୁ ଆସିଛି। ପାକଟିଆ ପଞ୍ଚାୟତ ଅଧୀନ ବଡ଼ ଢୁଙ୍ଗୁଡ଼ିଆ ଗ୍ରାମରେ ପାର୍କ ନିର୍ମାଣ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆତ୍ମସାତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପାକଟିଆ ପଞ୍ଚାୟତ ବଡ଼ ଡୁଙ୍ଗାଧୁଆ ଗ୍ରାମର ବିଦ୍ୟାଳୟ ପାର୍ଶ୍ୱରେ ଗୋଟିଏ ଜାଗାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଏକ ଗ୍ରାମୀଣ ଉଦ୍ୟାନ ପାଇଁ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ଗତ 22-23 ଆର୍ଥିକ ବର୍ଷରେ ଏହି ଉଦ୍ୟାନ କାର୍ଯ୍ୟ ପାଇଁ 9,97,837 ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା ପାର୍କ କାର୍ଯ୍ୟ। ଏବେ ପାର୍କର ସ୍ଥିତି ଦେଖନ୍ତୁ, କେତେଗୁଡ଼ିଏ ଫୁଲ ଗଛ ଲାଗିଛି, ବାକି ସବୁ ଜାଗା ପଡ଼ିଆ ପଡ଼ିଛି। ଏବେ ବଡ଼ଡୁଙ୍ଗୁଧୁଆ ଗ୍ରାମର ଲୋକେ ଏହି ପ୍ରକଳ୍ପକୁ ନେଇ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି। ପାର୍କ ନିର୍ମାଣରେ ଲାଗିଥିବା ସୂଚନା ଫଳକରେ ନା ଅଛି କାର୍ଯ୍ୟ ଆରମ୍ଭର ତାରିଖ, ନା ଅଛି କାର୍ଯ୍ୟ ଶେଷର ତାରିଖ। ଏଥିରୁ ପ୍ରକଳ୍ପ ନିର୍ମାଣରେ ଚଞ୍ଚକତା ଅନିୟମିତତା ହୋଇଥିବା ଜଳଜଳ ଦିଶୁଛି। ଏହି କାର୍ଯ୍ୟ ବାବଦରେ ପାକଟିଆ ସରପଞ୍ଚଙ୍କୁ ଫୋନ୍ ଯୋଗେ ପଚାରି ବୁଝିବାରୁ କାମ ଚାଲିଛି, ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଉଠିସାରିଛି ବୋଲି କହିଥିଲେ। ତେବେ ଦେଖିବାକୁ ବାକି ରହିଲା ଏହି ଦୁର୍ନୀତି ଓ ଅନିୟମିତତା ବିରୁଦ୍ଧରେ ଉପରିସ୍ଥ ଅଧିକାରୀମାନେ ତଦନ୍ତ କରି କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ମୟୂରଭଞ୍ଜରୁ ସତ୍ୟ ବେହେରାଙ୍କ ରିପୋର୍ଟ, A1 ଓଡ଼ିଶା।